ସତସ୍ତରୀତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ଆଶା କରୁଛି ଭାଷଣଟି ପସନ୍ଦ ଆସିବ। ସମ୍ମାନନୀୟ ସଭାପତି ମହୋଦୟ, ବରେଣ୍ୟ ବିଚାରକ ମଣ୍ଡଳୀ, ଜ୍ଞାନ ଗୁଣରେ ଗରିଆନ ତଥା ନୀତି ଆଦର୍ଶରେ ଗଢ଼ା ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀ ଓ ସହପାଠିନୀ ଗଣ, ଆଜି ଜାନୁଆରୀ ମାସ 26 ତାରିଖ। ସର୍ବପ୍ରଥମେ ଆପଣମାନଙ୍କୁ ଭାରତର 77ତମ ସାଧାରଣତନ୍ତ୍ର ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଅଛି। 1947 ମସିହା ଅଗଷ୍ଟ ମାସ 15 ତାରିଖଟି ଭାରତର ଇତିହାସରେ ସୁନେଲି ଅକ୍ଷରରେ ଲିପିବଦ୍ଧ। ଏହି ଦିନ ଭାରତ ମାତା ସ୍ୱାଧୀନତା ଲାଭ କରିଥିଲା। ଅତ୍ୟାଚାରୀ ଇଂରେଜ ଶାସନର ଅବସାନ ଘଟିଥିଲା। ଏହାପରେ ଭାରତର ଶାସନ ବ୍ୟବସ୍ଥା କିପରି ସୁଚାରୁ ରୂପେ ପରିଚାଳିତ ହୋଇପାରିବ, ସେଥିପାଇଁ ଜନନାୟକମାନେ ଭାରତ ପାଇଁ ଏକ ସମ୍ବିଧାନର ଆବଶ୍ୟକତା ଅଛି ବୋଲି ଅନୁଭବ କଲେ। ସମ୍ବିଧାନ ପ୍ରଣୟନ ସଭା 1946 ମସିହା ଡିସେମ୍ବର 9 ତାରିଖରେ ବସିଥିଲା। ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସଭାପତି ଓ ଡକ୍ଟର ଆମ୍ବେଦକର ଚିଠା ପ୍ରସ୍ତୁତ କମିଟିର ସଭାପତି ଥିଲେ। ଏହି ଦୁଇ ଜଣଙ୍କ ପ୍ରଚେଷ୍ଟାରେ ଦୀର୍ଘ 2 ବର୍ଷ 11 ମାସ 18 ଦିନ ପରେ 1949 ମସିହା ନଭେମ୍ବର 26 ତାରିଖରେ ନୂତନ ସମ୍ବିଧାନ ପୂର୍ଣ୍ଣତା ପ୍ରାପ୍ତ କଲା ଏବଂ 1950 ମସିହା ଜାନୁଆରୀ 26 ତାରିଖ ଦିନ ଏହା କାର୍ଯ୍ୟକାରୀ ହେଲା। ଭାରତ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଚିତ ହେଲା। ଏଥିରେ 395ଟି ଧାରା, 8ଟି ଅନୁସୂଚିତ ଓ 22ଟି ଭାଗ ଥିବା ଭାରତର ସର୍ବବୃହତ ଲିଖିତ ସମ୍ବିଧାନ। ଏହି ଦିନଟିକୁ ମନେ ରଖିବା ପାଇଁ ଆମ ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଗଣ ଅର୍ଥ ଲୋକମାନେ ଓ ତନ୍ତ୍ର ଅର୍ଥ ଶାସନ, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଶାସନରେ ଅଂଶଗ୍ରହଣ କରିଥାନ୍ତି। ଏହା କେବଳ ଏକ ବହି ନୁହେଁ, ବରଂ ଏହା 140 କୋଟି ଲୋକଙ୍କର ଆଶା ଓ ଆକାଂକ୍ଷାର ପ୍ରତୀକ। ଡକ୍ଟର B.R. ଆମ୍ବେଦକରଙ୍କ ନେତୃତ୍ୱରେ ଗଠିତ ଏହି ସମ୍ବିଧାନ ଆମକୁ ଏକ ଶକ୍ତିଶାଳୀ ଗଣତନ୍ତ୍ର ଭାବେ ବିଶ୍ୱ ଦରବାରରେ ପରିଚିତ କରାଇଛି। 2026 ମସିହାରେ ଆମେ ଏକ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଛୁ। ତେଣୁ ଆଜିର ଏହି ଗୌରବମୟ ଦିବସରେ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଯେ ଆମେ ଏକ ଏମିତି ପିଢ଼ି ଗଠନ କରିବା ଯିଏ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବ ଏବଂ ଭାରତକୁ ବିଶ୍ୱଗୁରୁ ଆସନରେ ବସାଇବା ପାଇଁ ଚେଷ୍ଟା କରିବ। ମୁଁ ଏତିକି କହିବି କି ଯେଉଁ ଜାତିର ଶିକ୍ଷା ଓ ସଂସ୍କୃତି ଯେତେ ମହାନ, ସେହି ଜାତିର ସାଧାରଣତନ୍ତ୍ର ସେତେ ବଳବାନ। ସମ୍ବିଧାନ ହେଉଛି ଭାରତର ଅମୂଲ୍ୟ ରତ୍ନ। ତେଣୁ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଏହି ରତ୍ନର ସୁରକ୍ଷା କରିବା। ଯେଉଁ ଉଦ୍ଦେଶ୍ୟରେ ଆମ ସମ୍ବିଧାନ ପ୍ରଣୟନ ହୋଇଛି ତାହାକୁ ଫଳପ୍ରଦ କରିବା ଓ ଭାରତ ମାଆର ମାନ ରକ୍ଷା କରିବା। ଏହି ଦେଶ ଆମର, ଏହି ମାଟି ଆମର, ଏହାର ସମ୍ମାନ ରଖିବା ଦାୟିତ୍ୱ ଆମ ସମସ୍ତଙ୍କର। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଆଶା କରୁଛି ଭାଷଣଟି ପସନ୍ଦ ଆସିଥିବ। ତେବେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।